ଢେଙ୍କାନାଳ ଜିଲ୍ଲା ଗଅଁଦିଆ ବ୍ଲକ ନିହଲ ପ୍ରସାଦ ଥାନା ଅନ୍ତର୍ଗତ ଲହଡ଼ାସ୍ଥିତ କଳାମୁଗୁନି ପଥର ଖଣିରେ ଶ୍ରମିକ ମୃତ। ଖଣିରେ ଡ୍ରିଲ୍ କରୁଥିବା ସମୟରେ ଡ୍ରିଲ୍ ବିଟ୍ ଭାଙ୍ଗି ପେଟରେ ପଶିଯାଇଥିବାରୁ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୃତ ଶ୍ରମିକ ଜଣକ ନିକଟସ୍ଥ ବାଲିକେଆରିଆ ଗ୍ରାମର ପାଣ୍ଡୁ ତିରିଆ ବୋଲି ଜଣାପଡ଼ିଛି। ଖଣିରେ ବ୍ଲାଷ୍ଟିଂ ପାଇଁ ଅନୁମତି ନଥିବା ବେଳେ ମାଫିଆମାନେ ବେଆଇନ ଭାବେ ଦୀର୍ଘଦିନ ଧରି ଖଣିରେ ବ୍ଲାଷ୍ଟିଂ କରି ପଥର ଉତ୍ତୋଳନ କରି ଆସୁଥିଲେ। ଖଣିରେ ନିହଲ ପ୍ରସାଦ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦେବରାଜ ସିଂହ କୋଉଠି ଘର? ବାଲିକିଆର। କଣ ହେଲା କେମିତି ତମର ଯେ ମୃତ୍ୟୁବରଣ କଲେ ତମର କଣ ହେଲା? ସେ ଆମ ଗାଁ ପିଲାଟା। ଆଜ୍ଞା। କେତେ ଦିନ ହେଲା କାମ କରୁଥିଲା? କୋଉଠି କାମ କରୁଥିଲା? ହେଲେଣି 2-3 ବର୍ଷ ଖଣ୍ଡେ କାମ କରିସାରିଲେଣି। କଣ କରୁଥିଲା ଯେ କେମିତି କଣ ହେଲା? ସେ ପାହାଡ଼ ସାଇଡ଼ରେ କାମ କରୁଥିଲେ, ଖସି ପଡ଼ିଲା ଗୋଡ଼, ପଡ଼ିକି ମରିଗଲେ। କେତେବେଳେ ଘଟଣା? ଆଜ୍ଞା। କେତେବେଳେ ଘଟଣା? କେତେବେଳେ ସକାଳ 7ଟା-8ଟା ଖଣ୍ଡେ। ପାହାଡ଼ରେ କ'ଣ କାମ ହେଉଥିଲା? ଡ୍ରିଲିଂ କାମ। ଡ୍ରିଲିଂ କରୁଥିଲେ? ଆଜ୍ଞା। କ'ଣ ଡ୍ରିଲିଂ କରୁଥିଲେ? ସେ ପଥର ଇଏ କରୁଥିଲେ। ବ୍ଲାଷ୍ଟିଂ ପାଇଁ ଡ୍ରିଲିଂ କରୁଥିଲେ? ଆଜ୍ଞା। ହଁ, ଏଇଟା କ'ଣ ଲିଜ୍ ଜାଗାରେ ଡ୍ରିଲିଂ କରୁଥିଲେ? ଜାଣିନୁ ସାର୍। ଏଇଟା କାହାର ଏଇଠି କାହାର ଲିଜ୍ରେ କାମ ହେଉଥିଲା? ସେଇଟା ବି ଜାଣିନୁ। ମାଲିକ କିଏ? ଡ୍ରିଲ୍ କରୁଥିଲେ କିଏ କାହାକୁ? ତା ନାଁ କ'ଣ? ସେଇଟା ସେମାନେ ପଚାରିଲେ ଜାଣିବୁ ସାର୍, ତାଙ୍କ ମାଲିକ। ତମର କ'ଣ ହେବ? ସିଏ ଆମ ଗାଁ ପିଲା।